Good morning everyone. Welcome to daily learning. ଆଜି ଆମେ ଏଇ ଭିଡିଓରେ ଜୋଗ୍ରାଫିର କିଛିଟା MCQ ଡିସ୍କସନ କରିବା। ଏଟା ହଉଛି ୟାର କ୍ଲାସ୍ ନମ୍ବର 3। ୟା ପୂର୍ବରୁ କ୍ଲାସ୍ 1 ଆଉ 2 ମୁଁ ଅପଲୋଡ କରିଦେଇଛି, ଯାଇକି ଦେଖିନେବେ। ତ ଏଟା ଯଦି B.Ed 2026 ପାଇଁ ପ୍ରିପେୟାର ହଉଛନ୍ତି ତାହେଲେ ଏଇ କ୍ଲାସଟା ବହୁତ ହେଲ୍ପଫୁଲ ହବ। ତ ଦେଖିବା ଚାଲନ୍ତୁ। ଫାର୍ଷ୍ଟ କ୍ୱେଶ୍ଚନ କଣ ଅଛି? Which of these state is the largest producer of bauxite in India? ସେ ପଚାରୁଛି ଏଙ୍କ ଭିତରୁ କୋଉ ଷ୍ଟେଟ ରେ ଅଧିକ ପରିମାଣରେ ବକ୍ସାଇଟ୍ ମିଳେ? ଅପସନ ଅଛି ଛତିଶଗଡ଼, ଝାରଖଣ୍ଡ, ଓଡିଶା ନା ଗୁଜରାଟ। ଏହାର ଠିକ ଉତ୍ତର କୋଉଟା ହବ? ନା ଓଡିଶାରେ ହିଁ ଅଧିକ ପରିମାଣରେ ବକ୍ସାଇଟ୍ ମିଳିଥାଏ। ଏହାର ଠିକ ଉତ୍ତର କୋଉଟା ହବ? ବକ୍ସାଇଟ୍। ଓଡିଶାରେ ଅଧିକ ପରିମାଣରେ ବକ୍ସାଇଟ୍ ମିଳିଥାଏ। ଆଉ ଯଦି ଆମେ ସେକେଣ୍ଡ ଲାର୍ଜେଷ୍ଟ କହିବା, ଇଏ ହଉଛି ଓଡିଶା ହଉଛି ଆମର ଲାର୍ଜେଷ୍ଟ। ଯଦି ଆମେ ଫାର୍ଷ୍ଟରେ ଦେଖିବା, କିଏ ଫାର୍ଷ୍ଟ ର୍ୟାଙ୍କରେ ଅଛି? ଓଡିଶା। ଆଉ ଯଦି ଆମେ ସେକେଣ୍ଡରେ ଦେଖିବା, ଇ ଗୁଜରାତ। ଗୁଜରାତ ଯଦି ଆମେ ଦେଖିବା, ତାହେଲେ ଗୁଜରାତ ହଉଛି ଆମର ସେକେଣ୍ଡ ଲାର୍ଜେଷ୍ଟ ପ୍ରଡ୍ୟୁସର ଅଫ ବକ୍ସାଇଟ୍। ନେକ୍ସଟ କ୍ୱେଶ୍ଚନ ଦେଖିବା, which of the following is a non-metallic mineral? ଏଙ୍କ ଭିତରୁ କୋଉ ମିନେରାଲ ଟା ନନ୍ ମେଟାଲିକ? ନନ୍ ମେଟାଲିକ କଣ ନା ସେଇ ମିନେରାଲ ଭିତରେ କମ ପରିମାଣର ଥାଏ କଣ ନା ଯୋଉ ଆମର ମେଟାଲ କମ ପରିମାଣରେ ଥାଏ। ଅପସନ ଅଛି ଆଇରନ୍, କପର, ମିକା ନା ନିକେଲ। ୟାର ଠିକ ଉତ୍ତର କୋଉଟା ହବ? ନା ୟାର ହବ ମିକା। ମିକା ହଉଛି ଗୋଟେ ନନ୍ ମେଟାଲିକ ମିନେରାଲ। ଏଙ୍କ ଭିତରୁ କିଏ? ନା ମିକା ହଉଛି ଗୋଟେ ନନ୍ ମେଟାଲିକ ମିନେରାଲ। ୟା ଭିତରେ କମ ପରିମାଣରେ ମେଟାଲ ମିଳିଥାଏ, କମ ପରିମାଣରେ ବା ଗୋଟେ ଗୋଟେ ଜାଗାରେ ନଥାଏ। ଆଉ ଯୋଉ ରହିଲେ ଆଇରନ୍, କପର ଆଉ ନିକେଲ, ଇଏ ସବୁ କୋଉଟାରେ ଯାଉଛନ୍ତି? ନା ଇଏ ସବୁ ଯାଉଛନ୍ତି ମେଟାଲିକ ରେ। ମେଟାଲିକ ମିନେରାଲ ରେ ସବୁ ଯାଉଛନ୍ତି ଆଇରନ୍, କପର, ନିକେଲ, ଇଏ ସବୁ ଗଲେ ମେଟାଲିକ। ଆଉ ମିକା ଯାଉଛି ନନ୍ ମେଟାଲିକ। ଆଉ ଯଦି ଦେଖିବା ନନ୍ ମେଟାଲିକ ରେ ଆଉ ସବୁ କିଏ ଯିବେ? ଆଉ ସବୁ ଜିପ୍ସମ, କ୍ଲେ, ସଲ୍ଟ, ଇଏ ସବୁ ଗଲେ non metallic mineral ରେ। next question, କ୍ଷେତ୍ରୀ ମାଇନ୍ସ ଇନ୍ ରାଜସ୍ଥାନ ଆର୍ ଫେମସ ଫର। ଏଇ ଯୋଉ ରାଜସ୍ଥାନର ଯୋଉ କ୍ଷେତ୍ରୀ ମାଇନ୍ ଟା କଣ ପାଇଁ ଫେମସ? ଅପସନ ଅଛି ଲିଡ୍, ଜିଙ୍କ, କପର ନା ସିଲଭର। ରାଜସ୍ଥାନର କ୍ଷେତ୍ରୀ ମାଇନ୍ କଣ ପାଇଁ? ଏଇ କପର ପାଇଁ ହିଁ ଫେମସ। ଯଦି ଆମେ ଦେଖିବା ଯୋଉ କ୍ଷେତ୍ରୀ ମାଇନ୍ ଟା ଅଛି କୋଉଠି? ରାଜସ୍ଥାନରେ। କଣ ପାଇଁ ଫେମସ? ନା କପର ପାଇଁ। ଏଠି ତିନିଟା କ୍ୱେଶ୍ଚନ ହେଇପାରିବ କି କ୍ଷେତ୍ରୀ ମାଇନ୍ ଟା କଣ ପାଇଁ ଫେମସ? ତ ଅପସନ ଆସିବ ଆନ୍ସର କପର। କି କପର ପାଇଁ କୋଉ ମାଇନ୍ସ ଟା ଫେମସ? ତାହେଲେ କ୍ଷେତ୍ରୀ ମାଇନ୍ସ। କ୍ଷେତ୍ରୀ ମାଇନ୍ କୋଉଠି ଅଛି? ରାଜସ୍ଥାନରେ। ନେକ୍ସଟ କ୍ୱେଶ୍ଚନ, which of the following mineral is primarily used in aluminum industry? এই ଆଲୁମିନିୟମ ଇଣ୍ଡଷ୍ଟ୍ରିରେ ଏଙ୍କ ଭିତରୁ କୋଉ ମିନେରାଲ ଟା ଅଧିକ ପରିମାଣରେ ବ୍ୟବହାର ହେଇଥାଏ? ଅପସନ ଅଛି କପର, ବକ୍ସାଇଟ୍, ଲାଇମଷ୍ଟୋନ ନା ମିକା। ୟା ଠିକ ଉତ୍ତର କୋଉଟା ହବ? ନା ଏଇ ବକ୍ସାଇଟ୍। ବକ୍ସାଇଟ୍ ଟା ହିଁ ଆଲୁମିନିୟମ ଇଣ୍ଡଷ୍ଟ୍ରିରେ ଅଧିକ ମାତ୍ରାରେ ବ୍ୟବହାର ହେଇଥାଏ। ନେକ୍ସଟ କ୍ୱେଶ୍ଚନ ଦେଖିବା, which mineral is known as black gold? ଏଙ୍କ ଭିତରୁ କୋଉ ମିନେରାଲ ଟାକୁ ବ୍ଲାକ୍ ଗୋଲ୍ଡ ବୋଲି କୁହାଯାଏ? ଅପସନ ଅଛି ଗ୍ରାଫାଇଟ, ପେଟ୍ରୋଲିୟମ, କୋଲ ନା ମିକା। ତାହେଲେ ୟାର ଠିକ ଉତ୍ତର କୋଉଟା ହବ? କୋଲ କରିଦେବେନି। କୋଉଟା ହବ ଠିକ ଉତ୍ତର? ନା ପେଟ୍ରୋଲିୟମ। ପେଟ୍ରୋଲିୟମ ହିଁ ବ୍ଲାକ୍ ଗୋଲ୍ଡ ବୋଲି କୁହାଯାଏ। କାରଣ ନା ପେଟ୍ରୋଲିୟମ ଯେତେବେଳେ ବାହାରିଥାଏ ତାହେଲେ ତାର କଲର ଥାଏ କଣ? ବ୍ଲାକ୍ ଥାଏ। ଆଉ ୟାର ଇକୋନୋମିକ ଭ୍ୟାଲ୍ୟୁ ବି ଅଧିକ, ତ ସେଥିପାଇଁ ୟାକୁ ବ୍ଲାକ୍ ଗୋଲ୍ଡ ବୋଲି କୁହାଯାଏ। Next question, the largest reserve of mica in India are found in? ତାହେଲେ ଅଧିକ ପରିମାଣରେ ମିକା ଆମ ଇଣ୍ଡିଆର କୋଉ ଷ୍ଟେଟ ରେ ଦେଖିବାକୁ ମିଳିଥାଏ? ଅପସନ ଅଛି ଝାରଖଣ୍ଡ, ଓଡିଶା, ରାଜସ୍ଥାନ ନା ଆନ୍ଧ୍ରପ୍ରଦେଶ। ୟାର ଠିକ ଉତ୍ତର କୋଉଟା ହବ? ନା ଏଇ ଆନ୍ଧ୍ରପ୍ରଦେଶରେ ହିଁ ଅଧିକ ପରିମାଣରେ ମିକା ଦେଖିବାକୁ ମିଳିଥାଏ, ବା ଯୋଉ ଲାର୍ଜେଷ୍ଟ ରିଜର୍ଭ ଅଫ ମିକା କୋଉଟା ରହୁଛି? ଆନ୍ଧ୍ରପ୍ରଦେଶ। ତାହେଲେ ୟାର ଠିକ ଉତ୍ତର କୋଉଟା ହବ? ଆନ୍ଧ୍ରପ୍ରଦେଶ। ଆନ୍ଧ୍ରପ୍ରଦେଶର ନେଲେରୁ ଡିଷ୍ଟ୍ରିକ୍ଟ ରେ ହିଁ ଅଧିକ ପରିମାଣରେ ଥାଏ। ଯୋଉ ଲାର୍ଜେଷ୍ଟ ରିଜର୍ଭ ହଉଛି ମିକାର କୋଉଟା? ଆନ୍ଧ୍ରପ୍ରଦେଶର ନେଲେରୁ ଡିଷ୍ଟ୍ରିକ୍ଟ। ନେକ୍ସଟ କ୍ୱେଶ୍ଚନ, which mineral is used in nuclear power generation? ଏଙ୍କ ଭିତରୁ କୋଉ ମିନେରାଲ ଟା ନ୍ୟୁକ୍ଲିୟର ପାୱାର ଜେନେରେସନ ରେ ବ୍ୟବହାର ହେଇଥାଏ? ଅପସନ ଅଛି ବକ୍ସାଇଟ୍, ୟୁରାନିୟମ, ମିକା ନା ଆଇରନ୍। ତାହେଲେ ଠିକ ଉତ୍ତର କୋଉଟା ହବ? ନା ୟୁରାନିୟମ। ୟୁରାନିୟମ ହିଁ ଅଧିକ ମାତ୍ରାରେ କୋଉଠି ୟୁଜ କରାଯାଏ? ନା ନ୍ୟୁକ୍ଲିୟର ପାୱାର ଜେନେରେସନ ରେ। ନେକ୍ସଟ କ୍ୱେଶ୍ଚନ ଦେଖିବା। ନେକ୍ସଟ କ୍ୱେଶ୍ଚନ ଦେଇଛି, which mineral is not found in sedimentary rock? ଆମର ରକ୍ କେତେ ପ୍ରକାର ଅଛି? 3 ପ୍ରକାର ଅଛି। ଗୋଟେ ଅଛି ଇଗ୍ନିୟସ୍, ଗୋଟେ ସେଡିମେଟାରୀ, ଗୋଟେ ମେଟାମର୍ଫିକ। ସେ ପଚାରିଛି ୟାଙ୍କ ଭିତରୁ କୋଉଟା ସେଡିମେଟାରୀ ରକ୍ ରେ ନଟ୍ ଫାଉଣ୍ଡ, ମିଳେ ନାହିଁ? ଅପସନ ଅଛି ଲାଇମଷ୍ଟୋନ, ଜିପ୍ସମ, କୋଲ ନା ମିକା। ୟାର ଠିକ ଉତ୍ତର କୋଉଟା ହବ? ନା ମିକା। ମିକାଟା ସେଡିମେଟାରୀ ରକ୍ ରେ ମିଳେ ନାହିଁ। ଆଉ ଯୋଉ ରହିଲେ ଲାଇମଷ୍ଟୋନ, ସାଣ୍ଡଷ୍ଟୋନ, ଜିପ୍ସମ, କୋଲ, ଇଏ ସବୁ କୋଉଟାରେ? ନା ଏଇ ସେଡିମେଟାରୀ ରକ୍ ରେ ହିଁ ଯାଆନ୍ତି।
नेक्स्ट क्वेश्चन देखिबा Which district of Odisha is rich in iron ore? ए आयरन ओर डिपोजिट रे ओडिशार कोउ डिस्ट्रिक्ट टा फेमस तार ऑप्शन अछि गंजाम केउंझर पुरी ना कटक ए केउंझर डिस्ट्रिक्ट रे अधिक परिमाण रे आयरन ओर मिलिथाय नेक्स्ट क्वेश्चन देखिबा गंधमार्दन हिल्स आर रिच इन व्हिच मिनरल्स ए जो गंधमार्दन हिल टा कोठी अछि ए बलांगीर आ बरगड़ रे ता हिल रो रेंज टा अछि आ से पचारछि से कोन पई ବା ଅଧିକ ମାତ୍ରାରେ କୋଉ ମିନେରାଲ ଟା ଏଠି ଅଛି ଅପସନ ଅଛି ଆଇରନ୍ ଗୋଲ୍ଡ ବକ୍ସାଇଟ୍ ନା କପର ୟା ଠିକ ଉତ୍ତର କୋଉଟା ହବ ନା ଏଇ ବକ୍ସାଇଟ୍ ଗନ୍ଧମାର୍ଦ୍ଦନ ହିଲ୍ ରେ ଅଧିକ ପରିମାଣରେ ବକ୍ସାଇଟ୍ ହିଁ ମିଳିଥାଏ ମତେ ଯୋଉ ପଚାରିଛି କୋଉ ମିନେରାଲ ଏଇ ବକ୍ସାଇଟ୍ ଆଉ ଏଇଟା କୋଉଠି ନା ଏଇ ବଲାଙ୍ଗୀର ଆଉ ବରଗଡ଼ ଏଇ ଯୋଉ ଗନ୍ଧମାର୍ଦ୍ଦନ ହିଲ୍ ରେଞ୍ଜ ଟା କୋଉଠି ନା ବଲାଙ୍ଗୀର ଆଉ ବରଗଡ଼ ଏଇ ଦିଟା ଡିଷ୍ଟ୍ରିକ୍ଟ ରେ ହିଁ ଲମ୍ବିଛି ନେକ୍ସଟ କ୍ୱେଶ୍ଚନ ଦେଖିବା Which region in Odisha has large deposit of chromite? ତାହେଲେ ଅଧିକ ପରିମାଣରେ କ୍ରୋମାଇଟ୍ କୋଉଠି ଅପସନ ଅଛି ତାଲଚେର ସୁକିନ୍ଦା ଭ୍ୟାଲି ବାରବିଲ ନା ଝାରସୁଗୁଡା ଅଧିକ ପରିମାଣରେ କ୍ରୋମାଇଟ୍ କୋଉଠି ଅଛି ନା ଏଇ ସୁକିନ୍ଦା ଭ୍ୟାଲିରେ ହିଁ ଆମ ଓଡିଶାର ସୁକିନ୍ଦା ଭ୍ୟାଲିରେ ହିଁ କ୍ରୋମାଇଟ୍ ଅଧିକ ପରିମାଣରେ ଅଛି ଆଉ ଏଇ ସୁକିନ୍ଦା ଭ୍ୟାଲିଟା କୋଉଠି ନା ଏଇ ଯାଜପୁର ଆଉ ଢେଙ୍କାନାଳ ଏଇ ଦୁଇଟି ଡିଷ୍ଟ୍ରିକ୍ଟରେ ହିଁ ଲାଏ କରୁଛି ନେକ୍ସଟ କ୍ୱେଶ୍ଚନ ଏକ୍ସେସିଭ ମାଇନିଂ ଲିଡ୍ସ ଟୁ ଯଦି ଆମେ ଅଧିକ ପରିମାଣରେ ମାଇନିଂ କରିଚାଲିବା ତାହେଲେ କଣ ହବ ସଏଲ କନଜରଭେସନ ହବ କି ଜମା ନୁହଁ ତାପରେ ଦେଇଛି କଣ ୱାଟର ପ୍ୟୁରିଫିକେସନ ୱାଟର କେମିତି ପ୍ୟୁରିଫିକେସନ ହବ ଜମା ହବନି ଏଫରେଷ୍ଟେସନ ହବନି ତାହେଲେ କଣ ହବ ନା ଡିଫରେଷ୍ଟେସନ ହିଁ ହବ ଯଦି ଆମେ ଅଧିକ ପରିମାଣରେ ମାଇନିଂ କରିବା ତାହେଲେ ଧୀରେ ଧୀରେ ଜଙ୍ଗଲ କ୍ଷୟ ହେବାକୁ ଲାଗିବ ନେକ୍ସଟ କ୍ୱେଶ୍ଚନ ଓପନ କାଷ୍ଟ ମାଇନିଂ ଇଜ ମୋଷ୍ଟ ସୁଇଟେବଲ ଫର ଏକ୍ସଟ୍ରାକ୍ଟିଂ ଓପନ କାଷ୍ଟ ମାଇନିଂ କଣ ନା ଯୋଉ ମିନେରାଲ ଗୁଡାକ ଆର୍ଥ ର ସରଫେସ ଏରିଆକୁ ଲାଗିକି ରହିଛି ବା ଅଳ୍ପ ଖୋଳିଲେ ଆମକୁ ସେ ମିନେରାଲ ଟା ମିଳିଯିବ ସେଇଠି ହିଁ ଓପନ କାଷ୍ଟ ମାଇନିଂ ହେଇଥାଏ ଆଉ ଏଠି ଅପସନ ଅଛି କୋଉଟା ବାହାରିବ ପେଟ୍ରୋଲିୟମ ଗୋଲ୍ଡ ଆଇରନ୍ ଓର୍ ନା ନ୍ୟାଚୁରାଲ ଗ୍ୟାସ ଏଠି ଠିକ ଉତ୍ତର କୋଉଟା ହବ ଏଇ ଆଇରନ୍ ଓର୍ ଟା ହିଁ ଆମ ମାଟିର ସରଫେସ ଏରିଆକୁ ଟିକେ ଲାଗିକି ରହିଥାଏ ଆଉ ସେଠି ହିଁ ଓପନ କାଷ୍ଟ ମାଇନିଂ ହିଁ ହେଇଥାଏ ନେକ୍ସଟ କ୍ୱେଶ୍ଚନ ଦେଖିବା Which method helps conserve mineral? ଏଙ୍କ ଭିତରୁ କୋଉ method ରେ ଆମେ mineral କୁ ଆମେ conserve କରିପାରିବା ଓଭର ମାଇନିଂ ଅଧିକ ମାତ୍ରାରେ ବାରମ୍ବାର ମାଇନିଂ କଲେ କଣ ହବ ଏ ଦିନକୁ ଦିନ ସରିଯିବ ତାହେଲେ ଏଟା ତ କନଜରଭେସନ ହେଇପାରିଲା ନାହିଁ ତାପରେ ଅଛି କଣ ଏକ୍ସପୋର୍ଟିଂ ଅଧିକ ଏକ୍ସପୋର୍ଟ କଲେ ବି ହବନି ଆଉ ଡିଫରେଷ୍ଟିଂ କଲେ ବି ଆମେ କଣ କରିପାରିନି ନା ମିନେରାଲ କୁ କନଜର୍ଭ କରିପାରିବା ନାହିଁ ଯଦି ଏଟା ଠିକ ଉତ୍ତର କୋଉଟା ହବ ନା ରିସାଇକ୍ଲିଂ ଆମେ ରିସାଇକ୍ଲିଂ ଯଦି କରିବା ତାହେଲେ ଆମେ ମିନେରାଲ କୁ କନଜର୍ଭ କରିପାରିବା Next question. The first thermal power plant in Odisha was set up at ଯୋଉ ପ୍ରଥମ ପ୍ରଥମ ଥର୍ମାଲ ପାୱାର ପ୍ଲାଣ୍ଟ ଟା କୋଉଠି ଆମ ଓଡିଶାରେ କୋଉଠି ସେଟଅପ୍ ହେଇଥିଲା ଅପସନ ଅଛି ଝାରସୁଗୁଡା ବାଲେଶ୍ଵର ତାଲଚେର ନା ରାଉରକେଲା ଏ ଠିକ ଉତ୍ତର ତ ସମସ୍ତେ ଜାଣିଛନ୍ତି ହିଁ ତାଲଚେର ହିଁ କଣ ନା ପ୍ରଥମ ଯୋଉ ଥର୍ମାଲ ପାୱାର ପ୍ଲାଣ୍ଟ ଟା କୋଉଠି ସେଟଅପ୍ ହେଇଥିଲା ଓଡିଶାରେ ତାଲଚେରରେ ଆଉ ଯଦି ଦେଖିବା କେବେ 1964 1964 ରେ ହିଁ ଏଇଟା ହିଁ ଓପନିଂ ହେଇଥିଲା ବା ସେଟଅପ୍ କରାଯାଇଥିଲା ତାହେଲେ କୋଉଠି ଅଛି ତାଲଚେରରେ କେବେ 1964 ରେ ନେକ୍ସଟ କ୍ୱେଶ୍ଚନ ହାଇଡାଲ ପାୱାର ଇଜ ଜେନେରେଟେଡ ୟୁଜିଂ ହାଇଡାଲ ପାୱାର ଟା କଣ ବ୍ୟବହାର କରିକି ଯୋଉ ହାଇଡାଲ ପାୱାର କୁ ବାହାର କରାଯାଏ ବା ଯୋଉ ଉତ୍ପାଦନ କରାଯାଏ ଅପସନ ଅଛି ପେଟ୍ରୋଲିୟମ ନ୍ୟାଚୁରାଲ ଗ୍ୟାସ ୱାଟର ନା ବାୟୋମାସ ତାହେଲେ ହାଇଡାଲ ଅଛି ମାନେ ଏଠି ଆମେ ଜାଣିପାରୁଛନ୍ତି କୋଉଟା ୱାଟର ଯୋଉ ଫଲିଂ ୱାଟର କୁ ଆମେ ବ୍ୟବହାର କରିକି ହାଇଡାଲ ପାୱାର କୁ ଆମେ ଜେନେରେଟ କରିପାରିବା ଯୋଉ ଡ୍ୟାମ୍ସ କରିକି ସେ ପାଣି ଟା ଯୋଉ ଅ, ଛାଡନ୍ତି ସେଇଠୁ ହିଁ ଟର୍ବାଇନ ଘୁରାଇକି ଆମର ହାଇଡାଲ ପାୱାର କୁ ଆମେ ଜେନେରେଟ କରିପାରିବା ନେକ୍ସଟ କ୍ୱେଶ୍ଚନ which is the largest producer of coal in India ଇଣ୍ଡିଆର କୋଉଠି ବା କୋଉ ଷ୍ଟେଟ ରେ ଅଧିକ ପରିମାଣରେ କୋଲ ମିଳିଥାଏ ଅପସନ ଅଛି କଣ ଅଛି ଓଡିଶା ଝାରଖଣ୍ଡ ଛତିଶଗଡ ନା ୱେଷ୍ଟ ବେଙ୍ଗଲ ୟା ଠିକ ଉତ୍ତର କୋଉଟା ହବ ନା ଝାରଖଣ୍ଡରେ ହିଁ ଅଧିକ ପରିମାଣରେ କୋଲ ମିଳିଥାଏ ଆଉ ସେକେଣ୍ଡ ଯଦି ଦେଖିବା ତାହେଲେ ଝାରଖଣ୍ଡ ରହିଲା 1 ନମ୍ବରରେ ଯଦି ଆମେ ସେକେଣ୍ଡ ଲାର୍ଜେଷ୍ଟ ଦେଖିବା ସିଏ ହବ ଓଡିଶା ଆଉ ଛତିଶଗଡ ହଉଛି ଥାର୍ଡ ଲାର୍ଜେଷ୍ଟ ହଉଛି ଛତିଶଗଡ ନେକ୍ସଟ କ୍ୱେଶ୍ଚନ ଦେଖିବା
Which of the following is a renewable source of energy? ତାହେଲେ ୟାଙ୍କ ଭିତରୁ କୋଉଟା renewable? ଅପସନ ଅଛି କୋଲ, ପେଟ୍ରୋଲିୟମ, ସୋଲାର ଏନର୍ଜି ନା ୟୁରାନିୟମ। ଏଇଟା ତ ସମସ୍ତେ ହିଁ ଠିକ ଉତ୍ତର ଦେଇଦେବେ ନା କଣ ନା ସୋଲାର ଏନର୍ଜି। ସୋଲାର ଏନର୍ଜିକୁ ଆମେ ବାରମ୍ବାର ବ୍ୟବହାର କରିଥାଉ ଆଉ ଏଇଟା ହିଁ ହଉଛି renewable source। India's largest nuclear power station is located at। ତ ପଚାରିଛି ଇଣ୍ଡିଆର ସବୁଠାରୁ ବଡ ନ୍ୟୁକ୍ଲିୟର ପାୱାର ଷ୍ଟେସନ ଏଟା କୋଉଠି ଅଛି? ଅପସନ ଅଛି କଳ୍ପକମ୍, ନାରୋରା, ତାରାପର ନା କୁଦନକୋଲମ। ତାହେଲେ ଠିକ ଉତ୍ତର କୋଉଟା ହବ ନା କୁଦନକୋଲମରେ ହିଁ କୁଦନକୋଲମ ଟା କହୁଛି କଣ ନା ଇଣ୍ଡିଆ's ଲାର୍ଜେଷ୍ଟ ନ୍ୟୁକ୍ଲିୟର ପାୱାର ଷ୍ଟେସନ କୋଉଠି ଅଛି ନା କୁଦନକୋଲମରେ। ଆଉ ଯଦି ପଚାରିବ ଆଚ୍ଛା ଏଇ କୁଦନକୋଲମ ଟା କୋଉଠି ଅଛି ସିଚୁଏଟ କରୁଛି? ତାମିଲନାଡୁ। ତାମିଲନାଡୁରେ ହିଁ ଏଇ କୁଦନକୋଲମ ଟା ଅଛି ଯୋଉଟାରେ କି ସବୁ ଇଣ୍ଡିଆ's ଲାର୍ଜେଷ୍ଟ ନ୍ୟୁକ୍ଲିୟର ପାୱାର ଷ୍ଟେସନ। ଆଉ ଗୋଟେ କଣ ପଚାରିବ ନା ଯଦି ପଚାରିବ ଫାଷ୍ଟ ନ୍ୟୁକ୍ଲିୟର ପାୱାର ଷ୍ଟେସନ କୋଉଟା? ଯଦି ଲାର୍ଜେଷ୍ଟ ପଚାରିଲା ତାହେଲେ କରିବ କୁଦନକୋଲମ, ଯଦି ପଚାରିବ ଫାଷ୍ଟ ତାହେଲେ ୟାର ଉତ୍ତର ହବ ତାରାପୁର। ନେକ୍ସଟ କ୍ୱେଶ୍ଚନ ଦେଖିବା। Which sector is the largest consumer of electricity in India? ତାହେଲେ ପଚାରିଛି ୟାଙ୍କ ଭିତରୁ କୋଉ ସେକ୍ଟରରେ ଅଧିକ ପରିମାଣରେ ଇଲେକ୍ଟ୍ରିସିଟି କନଜ୍ୟୁମ ହେଇଥାଏ? ଅପସନ ଅଛି ଏଗ୍ରିକଲଚର, ଇଣ୍ଡଷ୍ଟ୍ରି, ଡୋମେଷ୍ଟିକ ନା ଟ୍ରାନ୍ସପୋର୍ଟ। ତ ୟା ଠିକ ଉତ୍ତର କୋଉଟା ହବ ନା ଇଣ୍ଡଷ୍ଟ୍ରିରେ ହିଁ ଅଧିକ ମାତ୍ରାରେ କଣ ନା ଏଇ ଯୋଉ ଇଲେକ୍ଟ୍ରିସିଟି ହିଁ କନଜ୍ୟୁମ କରିଥାଏ କିଏ ନା ଇଣ୍ଡଷ୍ଟ୍ରିରେ। ଆଉ ଏଗ୍ରିକଲଚର, ଡୋମେଷ୍ଟିକ, ଟ୍ରାନ୍ସପୋର୍ଟ ଏଟାରେ ଏତେ ମାତ୍ରାରେ ହେଇନଥାଏ। ଯଦି ଆମେ ଦେଖିବା ଇଣ୍ଡଷ୍ଟ୍ରି ହିଁ ଯୋଉ ଅଧିକ ପରିମାଣରେ ଇଲେକ୍ଟ୍ରିସିଟି କନଜ୍ୟୁମ କରିଥାଏ। ନେକ୍ସଟ କ୍ୱେଶ୍ଚନ ୱାଟର ମିନେରାଲ୍ସ। ମିନେରାଲ କହିଲେ ଆମେ କଣ ବୁଝିବା? ଦେଇଛି ମ୍ୟାନ ମେଡ ରିସୋର୍ସେସ ଯୋଉଟାକୁ ମଣିଷ ତିଆରି କରିଛି ଜମା ନୁହଁ। ତାପରେ ଫସିଲ ଫଏଲ ଯୋଉଟାକୁ କହିବା ନା ଆର୍ଟିଫିସିଆଲ ମେଟାଲ କୁ କହିବା। ତାହେଲେ ମିନେରାଲ କାହାକୁ କହିବା ନା ନ୍ୟାଚୁରାଲି ଅକରିଂ ସବଷ୍ଟାନ୍ସ ୱିଥ ଏ ଡେଫିନାଇଟ କେମିକାଲ କମ୍ପୋଜାଇଟ। ଏଇଟା ହଉଛି ୟାର ଠିକ ଉତ୍ତର ଯୋଉଟା କି ନ୍ୟାଚୁରାଲି ହିଁ ହେଇଥାଏ। ନେକ୍ସଟ କ୍ୱେଶ୍ଚନ ଦେଖିବା which of the following is a metallic mineral? ୟାଙ୍କ ଭିତରୁ କୋଉଟା ମେଟାଲିକ ବୋଲି ସେ ପଚାରୁଛି। ଅପସନ ଅଛି କୋଉଟା ନା କୁଲ, ଲାଇମଷ୍ଟୋନ, ବକ୍ସାଇଡ ନା ମିକା। ଏର ଯୋଉ ଆମେ ସେ ପଚାରିଛି ମେଟାଲିକ, ନନ ମେଟାଲିକ ଆମେ ସେତେବେଳେ କରିଥିଲେ ନନ ମେଟାଲିକ, ଏଟା ସେ ପଚାରିଛି ମେଟାଲିକ। ଅପସନ ଅଛି କୋଲ, ଲାଇମଷ୍ଟୋନ, ବକ୍ସାଇଡ ନା ମିକା। ୟା ଠିକ ଉତ୍ତର କୋଉଟା ହବ ନା ବକ୍ସାଇଟ। ବକ୍ସାଇଟ ହିଁ ହଉଛି ଗୋଟେ ମେଟାଲିକ। ଆଉ ଯୋଉ ରହିଲେ କୋଲ, ଲାଇମଷ୍ଟୋନ, ମିକା ଇଏ ସବୁ ହେଲେ ନନ ମେଟାଲିକ ମିନେରାଲ ଆଉ ବକ୍ସାଇଟ ହଉଛି ମେଟାଲିକ ମିନେରାଲ। ଆଉ କିଏ କିଏ ଯିବେ ବକ୍ସାଇଟ, ଗୋଲ୍ଡ, କପର, ମାଙ୍ଗାନିଜ ଇଏ ସବୁ ଯାଉଛନ୍ତି କୋଉଟାରେ ନା ମେଟାଲିକ ରେ। ନେକ୍ସଟ କ୍ୱେଶ୍ଚନ ଦେଖିବା which of these is a non metallic mineral? ୟାଙ୍କ ଭିତରୁ ନନ ମେଟାଲିକ କିଏ? ଅପସନ ଅଛି ଆଇରନ୍, କପର, ମିକା ନା ଜିଙ୍କ। ୟାର ଠିକ ଉତ୍ତର କୋଉଟା ହବ ନାଇଁ ମିକା। ମିକା ହଉଛି ୟାର ଠିକ ଉତ୍ତର ଯୋଉଟା କି ନନ ମେଟାଲିକ। ଆମର ଆଇରନ୍ ହଉ, କପର ହଉ, ଜିଙ୍କ ହଉ, ଗୋଲ୍ଡ ହଉ, ମାଙ୍ଗାନିଜ ଇଏ ସବୁ ହଉଛନ୍ତି ଆଉ ବକ୍ସାଇଟ ଇଏ ସବୁ ହଉଛନ୍ତି ମେଟାଲିକ। ନେକ୍ସଟ କ୍ୱେଶ୍ଚନ ଦେଖିବା which mineral is used in making cement? ସେ ପଚାରୁଛି ୟାଙ୍କ ଭିତରୁ କୋଉ ମିନେରାଲ ଟାକୁ ସିମେଣ୍ଟ ତିଆରିରେ ଯୋଉ ବ୍ୟବହାର କରାଯାଏ। ଅପସନ ଅଛି ଆଇରନ୍, ବକ୍ସାଇଟ, ଲାଇମଷ୍ଟୋନ ନା ମାଙ୍ଗାନିଜ। ୟା ଠିକ ଉତ୍ତର କୋଉଟା ହବ ନା ଲାଇମଷ୍ଟୋନ। ଲାଇମଷ୍ଟୋନ ଟାକୁ ହିଁ ବ୍ୟବହାର କରାଯାଏ କୋଉଟାରେ ନା ସିମେଣ୍ଟ ତିଆରିରେ ହିଁ ଲାଇମଷ୍ଟୋନ ଟାକୁ ବ୍ୟବହାର କରାଯାଏ। ଆଇରନ୍ ହବନି ଆଉ ବକ୍ସାଇଟ ହବନି, ମାଙ୍ଗାନିଜ ହବନି, କୋଉଟା ନା ଲାଇମଷ୍ଟୋନ ଟା ସିମେଣ୍ଟ ତିଆରିରେ ବ୍ୟବହାର କରାଯାଏ। ନେକ୍ସଟ କ୍ୱେଶ୍ଚନ ଦେଖିବା which country is the largest producer of coal in the world? ୟାଙ୍କ ଭିତରୁ ଯଦି ଆମେ ୱାର୍ଲଡ ୱାଇଜ ଦେଖିବା ତାହେଲେ ୟାଙ୍କ ଭିତରୁ କୋଉ କଣ୍ଟ୍ରିରେ ଅଧିକ ପରିମାଣରେ କୋଲ କଣ କରାଯାଏ ନା ପ୍ରଡ୍ୟୁସ କରାଯାଏ। ଅପସନ ଅଛି ୟୁଏସଏ, ଇଣ୍ଡିଆ, ରଷିଆ ନା ଚାଇନା। ୟା ଠିକ ଉତ୍ତର କୋଉଟା ହବ ନା ଏଇ ଚାଇନାରେ ହିଁ ଅଧିକ ପରିମାଣରେ କୋଲ ପ୍ରଡ୍ୟୁସ କରାଯାଇଥାଏ ବା ଲାର୍ଜେଷ୍ଟ ପ୍ରଡ୍ୟୁସର ଅଫ କୋଲ କିଏ ରହୁଛି ଚାଇନା। ନେକ୍ସଟ କ୍ୱେଶ୍ଚନ ଦେଖିବା which country is the leading producer of solar energy? ଯୋଉ କଣ୍ଟ୍ରି ଅଧିକ ପରିମାଣରେ କୋଲ ପ୍ରଡ୍ୟୁସ କରୁଛି ସେ ହିଁ ସୋଲାର ଏନର୍ଜି ଅଧିକ ପରିମାଣରେ ପ୍ରଡ୍ୟୁସ କରୁଛି। ତାର ଠିକ ଉତ୍ତର ହଉଛି କୋଉଟା ଚାଇନା। ଚାଇନା ହିଁ କଣ କରୁଛି ନା ଲିଡ କରୁଛି କୋଉଟାରେ ନା ସୋଲାର ଏନର୍ଜି ପ୍ରଡ୍ୟୁସ ରେ। ନେକ୍ସଟ କ୍ୱେଶ୍ଚନ ଦେଖିବା ଜିଓଥର୍ମାଲ ଏନର୍ଜି ଇଜ ପ୍ରଡ୍ୟୁସଡ ଫ୍ରମ। ଏଇ ଯୋଉ ଜିଓଥର୍ମାଲ ଏନର୍ଜି ଟା କୋଉଠୁ
ଆସିଥାଏ। ଅଛି ସନଲାଇଟ ରୁ। ଜିଓଥର୍ମାଲ ମାନେ କଣ? ଭୂତାପଜ ଶକ୍ତି। ତ ସନଲାଇଟ ରୁ ହବ କି? ହବନି। ରନିଂ ୱାଟର ତ ହାଇଡାଲ ପାୱାର ହେଇଥିଲା, ହବନି। ୱାଇଣ୍ଡ ରୁ ହବନି। ୟା ଠିକ ଉତ୍ତର କୋଉଟା ହବ ନା ହିଟ୍ ଇନସାଇଡ ଦ ଆର୍ଥ। ଜିଓଥର୍ମାଲ କଣ? ଭୂତାପଜ ଶକ୍ତି, ଯୋଉଟା କି ଯୋଉ ଆର୍ଥ ର ଭିତରୁ ହିଁ ଯୋଉ ଗରମଟା ଆସିଥାଏ ସେଇଟାକୁ ହଉଛି କଣ ନା ଜିଓଥର୍ମାଲ ଏନର୍ଜି। Next question, which is the following country, which of the following countries is rich in natural gas reserve? ଏଙ୍କ ଭିତରୁ କେଉଁ କଣ୍ଟ୍ରିରେ ଅଧିକ ପରିମାଣରେ କୋଉଟା ନା ନ୍ୟାଚୁରାଲ ଗ୍ୟାସ ରିଜର୍ଭ ଟା ଅଛି? ଅପସନ ଅଛି ଜାପାନ, ସାଉଦି ଆରବିଆ, ରଷିଆ ନା ନେପାଳ। ୟାର ଠିକ ଉତ୍ତର କୋଉଟା ହବ ନା ଏଇ ରଷିଆରେ ହିଁ ଅଧିକ ପରିମାଣରେ କଣ ନା ଗ୍ୟାସ ରିଜର୍ଭ ଅଛି, ଯୋଉ ନ୍ୟାଚୁରାଲ ଗ୍ୟାସ ରିଜର୍ଭ ହେଇକି କୋଉଠି ରହିଛି? ରଷିଆରେ। ଆଉ ହଉଛି କଣ, ଯଦି ଆମେ ଦେଖିବା ଏରିଆ ୱାଇଜ ରଷିଆ ହଉଛି କଣ ନା ସବୁଠାରୁ ଲାର୍ଜେଷ୍ଟ କଣ୍ଟ୍ରି ହଉଛି କିଏ? ୱାର୍ଲଡ ୱାଇଡ ଦେଖିଲେ ହଉଛି ରଷିଆ ହଉଛି ସବୁଠାରୁ ବଡ ଦେଶ। ନେକ୍ସଟ କ୍ୱେଶ୍ଚନ ଦେଖିବା, which of the following is a major copper producing country? ଏଙ୍କ ଭିତରୁ କୋଉ କଣ୍ଟ୍ରିରେ ଅଧିକ ପରିମାଣରେ କପର ମିଳିଥାଏ? ଅପସନ ଅଛି ଇଣ୍ଡିଆ, ଚିଲି, ଜାପାନ ନା ବାଂଲାଦେଶ। ୟା ଠିକ ଉତ୍ତର କୋଉଟା ହବ ନା ଚିଲି। ଚିଲିରେ ହିଁ ଅଧିକ ପରିମାଣରେ କପର ମିଳିଥାଏ। ତ ନେକ୍ସଟ କ୍ୱେଶ୍ଚନ ଦେଖିବା। ତ ଆଜି ଏତିକି ହିଁ କ୍ୱେଶ୍ଚନ ଅଛି। ତ ୟା ପୂର୍ବରୁ ଯୋଉ କ୍ଲାସ 1 ଆଉ କ୍ଲାସ 2 ଅପଲୋଡ କରିଛି ଯାଇକି ଦେଖିନେବେ। ତ ୟା ପରେ ପରେ ଆମେ ଆଉ ଯେତିକି ସବୁ କ୍ୱେଶ୍ଚନ ଅଛି ଆମେ ୟା ପରେ ଭିଡିଓରେ ଆମେ ସବୁ ଅପଲୋଡ କରିଦେବି ମୁଁ। ତ ଥ୍ୟାଙ୍କ ୟୁ। ଲାଇକ୍ କରନ୍ତୁ, ସବସ୍କ୍ରାଇବ କରନ୍ତୁ, ଆଉ ବିଏଡ୍ ପାଇଁ ଯଦି ପ୍ରିପେୟାର ହଉଛନ୍ତି ତାହେଲେ ଏବେ ହିଁ ସବସ୍କ୍ରାଇବ କରିଦେଇକି ଯେତିକି ମୁଁ ଭିଡିଓ ବନେଇଛି ଦେଖି ଦିଅନ୍ତୁ। ଆଉ ୟା ପରରେ ବି ଭିଡିଓ ମୁଁ ଅପଲୋଡ କରିବି। ଥ୍ୟାଙ୍କ ୟୁ।